सरस्वती नमस्तुभ्यं वरदे कामरूपिणी विद्यारंभं करिष्यामि सिद्धिर्भवतु मे सदा। ସମସ୍ତଙ୍କୁ ଲୋକ ମନ୍ଦିର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏହି ଭିଡିଓରେ ପ୍ରକୃତି ଭାବ ସନ୍ଧି ପଢ଼ିବା। ଏହି ସନ୍ଧି ସ୍ୱର ସନ୍ଧି ଅନ୍ତର୍ଗତ। ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗେ ତାହେଲେ ନିଶ୍ଚିତ ଭାବରେ ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ପ୍ରକୃତି ଭାବ ସନ୍ଧି ଦ୍ୱିବଚନାନ୍ତ ଇକାରାନ୍ତ ଉକାରାନ୍ତ ବା ଏକାରାନ୍ତ ପଦର ପରବର୍ତ୍ତୀ ବର୍ଣ୍ଣ କୌଣସି ସ୍ୱରବର୍ଣ୍ଣ ହୋଇଥିଲେ ସେଠାରେ ବର୍ଣ୍ଣ ପରିବର୍ତ୍ତନ ନ ହୋଇ ପ୍ରକୃତି ଭାବ ହୋଇଥାଏ। ନା କଣ? ଦ୍ୱିବଚନାନ୍ତ ଦ୍ୱିବଚନାନ୍ତ ମାନେ ଦ୍ୱିବଚନରେ ଥିବ, ଇକାରାନ୍ତ ଏବଂ ଇକାର ଯାହା ଅନ୍ତରେ ଥିବ ଏବଂ ଉକାରାନ୍ତ ଯାହା ଅନ୍ତରେ ଥିବ ବା ଏକାରାନ୍ତ ଯାହା ଅନ୍ତରେ ଥିବ। ପଦର ପରବର୍ତ୍ତୀ ବର୍ଣ୍ଣ, ପରବର୍ତ୍ତୀ ମାନେ ଦ୍ୱିତୀୟ ପଦର କୌଣସି ସ୍ୱରବର୍ଣ୍ଣ ଥିଲେ ମାନେ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ଯଦି ସ୍ୱରବର୍ଣ୍ଣ ଥିବ ତାହେଲେ ସେଠାରେ କୌଣସି ପ୍ରକାର ପରିବର୍ତ୍ତନ ନ ହୋଇକି ସେଇଆ ହିଁ ରହିବ। ଯେମିତି ଉଦାହରଣ ସ୍ୱରୂପ ହରି ଯୁକ୍ତ ଆଗତୌ, ହରି ଯୁକ୍ତ ଆଗତୌ। ଏଠି ଦେଖିବା ହରି ହରି ଏଟା ହଉଛି ଦ୍ୱିତୀୟ, ପ୍ରଥମା ଦ୍ୱିତୀୟାର ଦ୍ୱିବଚନ। ଏଇଟା ହରି ହରି ହରୟଃ। ତ ଏଇଟା କଣ ନା ଦ୍ୱିବଚନରେ ଅଛି। କଣ କହିଛି? ଦ୍ୱିବଚନାନ୍ତ ଇକାରାନ୍ତ ଉକାରାନ୍ତ ବା ଏକାରାନ୍ତ ପଦର ମାନେ ଏହି ପଦର କଣ ଥିବ ନା ଦ୍ୱିବଚନ ଥିବ, ଇକାରାନ୍ତ ଥିବ, ଉକାରାନ୍ତ ଥିବ ଏବଂ ଏକାରାନ୍ତ ଥିବ। ତାପରେ ଯଦି ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣ କଣ ଥିବ ନା ସ୍ୱରବର୍ଣ୍ଣ ଥିବ, ତ ସେଇଟା ୟଣ ସନ୍ଧି ନ ହୋଇକି କଣ ହେଇଯିବ ନା ପ୍ରକୃତି ଭାବ ସନ୍ଧି ହେଇଯିବ। କଣ ନା ହରି ଯୁକ୍ତ ଆଗତୌ, ହରି ଆଗତୌ, କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ। ଏହି ଉଦାହରଣରେ ଇ ଯୁକ୍ତ ଆ ୟଣ ସନ୍ଧି ନ ହୋଇ ଅର୍ଥାତ୍ ହରି ଦ୍ୱିବଚନାନ୍ତ ପଦ ହୋଇଥିବାରୁ ବର୍ଣ୍ଣ ପରିବର୍ତ୍ତନ ନ ହୋଇ ପ୍ରକୃତି ଭାବ ହୋଇ ପୂର୍ବ ଭଳି ହରି ଆଗତୌ ରହିଲା। ଏଠି କୌଣସି ପ୍ରକାର ପରିବର୍ତ୍ତନ ହେଲା ନାହିଁ। ଆଉ କେତେ ଗୁଡ଼ିଏ ଉଦାହରଣକୁ ଦେଖିବା। ଗଙ୍ଗେ ଯୁକ୍ତ ଅମୁ। ତ ଦେଖିବା ଏଠି ଗଙ୍ଗେ, ଗଙ୍ଗେ ହଉଛି ଦ୍ୱିବଚନାନ୍ତ ନା ଏଠି ଦ୍ୱିବଚନ ଅଛି। ଗଙ୍ଗା ଗଙ୍ଗେ ଗଙ୍ଗାହା ଆକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ତ ଗଙ୍ଗେ ଏଠି ଦ୍ୱିବଚନ ଅଛି, ସେଥିପାଇଁ ଏଠି କଣ ହେଲା ରେ ପିଲେ ଗଙ୍ଗେ ଦ୍ୱିବଚନ ପରେ କଣ ଅଛି ନା ସ୍ୱରବର୍ଣ୍ଣ। ଏଠି ଗଙ୍ଗେ ଅମୁ କୌଣସି ପ୍ରକାର ପରିବର୍ତ୍ତନ ହେଲା ନାହିଁ। ସେମିତି ଫଲେ ଯୁକ୍ତ ଅବପତତଃ। ତ ଏଠି ଦ୍ୱିବଚନ ଅଛି ଫଲମ ଫଲେ, ତ ଏଠି ବି କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ। ତ ଫଲେ ଅବପତତଃ। ସେମିତି ଲତେ ଅସିଞ୍ଚନ, ସେମିତି ସେଇଆ ହିଁ ରହିବ ଲତେ ଅସିଞ୍ଚନ। ଧେନୁ ଯୁକ୍ତ ଆଗଚ୍ଛତଃ, ଧେନୁ ଆଗଚ୍ଛତଃ, କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ କାହିଁକି ନା ଏଠି ପ୍ରକୃତି ଭାବ ସନ୍ଧି ହୋଇଅଛି। ସାଧୁ ଯୁକ୍ତ ଆଗଚ୍ଛତାମ୍, ସେମିତି ସାଧୁ ଯୁକ୍ତ ଆଗଚ୍ଛତାମ୍ କଣ ହବ ନା ସାଧୁ ଆଗଚ୍ଛତାମ୍। ଦେଖିବା କବି ଯୁକ୍ତ ଇମୌ, କବି ଇମୌ। ପଚତେ ଯୁକ୍ତ ଇମୌ, ପଚତେ ଇମୌ, କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ କାହିଁକି ନା ପ୍ରଥମ ପଦଟା ଦ୍ୱିବଚନ ହୋଇଥିବାରୁ ଆଉ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ ହେଉଛି ସ୍ୱରବର୍ଣ୍ଣ, ସେଥିପାଇଁ କଣ ନା ଏଠି ପ୍ରକୃତି ଭାବ ସନ୍ଧି ହୋଇଅଛି। ବିଷ୍ଣୁ ବିଷ୍ଣୁ ଯୁକ୍ତ ଇମୌ, ବିଷ୍ଣୁ ଇମୌ। ସେମିତି ଗିରି ଯୁକ୍ତ ଏତୌ, ଗିରି ଏତୌ। ସେବତେ ଯୁକ୍ତ ଏତୌ, ସେବେତେ, ସେବେତେ ଯୁକ୍ତ ଏତୌ, ସେବେତେ ଏତୌ। ଏପରି ଭାବରେ
ପ୍ରକୃତି ଭାବ ସନ୍ଧି ହେଲେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥାଏ। ଅଦ ଶବ୍ଦର ଅମି ଅଥବା ଅମୁ। ଅଦ ଶବ୍ଦର ରୂପ ଦିଟା ହଉଛନ୍ତି ଅମି ଅଥବା ଅମୁ। ଏହି ଦୁଇଟି ରୂପ ସହିତ ଯଦି ପରବର୍ତ୍ତୀ ପଦରେ କୌଣସି ସ୍ୱରବର୍ଣ୍ଣ ଥିବ ତାହେଲେ ସେଇ ଜାଗାରେ କଣ ହବ ନା ପ୍ରକୃତି ଭାବ ସନ୍ଧି ହବ। ତ ଦେଖିବା ଅମି ଯୁକ୍ତ ଅଗ୍ନୟ କଣ ହବ ରେ ପିଲେ? ଅମି ଅଗ୍ନୟ। ଅମି ଯୁକ୍ତ ଅଶ୍ୱାହା ସେମିତି ସେଇଆ ହିଁ ରହିବ ଅମି ଅଶ୍ୱାହା। ଅମୁ ଯୁକ୍ତ ଅଶ୍ୱౌ ଅମୁ ଅଶ୍ୱౌ। ଅମି ଯୁକ୍ତ ଅତ୍ର ଅମି ଅତ୍ର। ଏଭଳି ଭାବରେ ରୂପ ହୋଇଥାଏ। ତୃତୀୟ, ଓକାର ଅବ୍ୟୟ ପଦ ପରେ ସ୍ୱରବର୍ଣ୍ଣ ଥିଲେ ତାହା ମଧ୍ୟ ପ୍ରକୃତି ଭାବ ହୋଇଥାଏ। ଓକାର ମାନେ ଯେଉଁ ଅବ୍ୟୟ ପଦର ଅନ୍ତରେ କଣ ଥିବ ନା ଓକାର ଥିବ। ଯେମିତି ଅହୋ କଣ ଅଛି ଓ ଅଛି। ତା ପରବର୍ତ୍ତୀ ପଦର ପ୍ରଥମ ବର୍ଣ୍ଣ କଣ ହେଇଥିବ ନା ସ୍ୱରବର୍ଣ୍ଣ ହେଇଥିବ। ଅହୋ ଯୁକ୍ତ ଇଶାହା ଅହୋ ଇଶା। ଏଠି ପ୍ରକୃତି ଭାବ ହୋଇକି କିଛି ପରିବର୍ତ୍ତନ ହେଲା ନାହିଁ। ପିଲେ ଏଠି କଣ ହେଇପାରିଥାନ୍ତା ନା ଅୟାଦି ସନ୍ଧି ହେଇପାରିଥାନ୍ତା। ଆମେ ପଢିଛେ ଅୟାଦି ସନ୍ଧି। ତ ଏଠି ଅୟାଦି ସନ୍ଧି ନ ହୋଇ ଏଠି ପ୍ରକୃତି ଭାବ ସନ୍ଧି ହେଲା। କାହିଁକି ନା ଏଠି ଅବ୍ୟୟ ପଦ ଅଛି। ପ୍ରଥମ ପଦଟା ଓକାରାନ୍ତ ନା ଓକାରାନ୍ତ। ଓକାରାନ୍ତ ଅବ୍ୟୟ ପଦ ପରେ ଯଦି ପରପଦର ପ୍ରଥମ ବର୍ଣ୍ଣ ସ୍ୱରବର୍ଣ୍ଣ ହେଇଥିବ ତାହେଲେ ସେଠି ଅୟାଦି ସନ୍ଧି ନ ହୋଇ ପ୍ରକୃତି ଭାବ ସନ୍ଧି ହବ। ସମ୍ବୋଧନରେ ଦୂରରୁ ଆହ୍ୱାନ କଲେ ପ୍ଲୁତ ସ୍ୱର। ଦେଖିବା ପିଲେ ଆମେ ଜାଣିଛେ କି ସ୍ୱରବର୍ଣ୍ଣ ତିନି ପ୍ରକାର ହର୍ଷ ଦୀର୍ଘ ପ୍ଲୁତ ତ୍ରିମାତ୍ରକ ର ପ୍ରୟୋଗ ହୋଇଥାଏ। ଏଭଳି ପ୍ଲୁତ ସ୍ୱର ସହ ସନ୍ଧି ହେଲେ ସେଠାରେ ମଧ୍ୟ ପ୍ରକୃତି ଭାବ ରୂପ ନେଇଥାଏ। ଯଥା ଯେମିତି ଦେବ ଆମେ ଲମ୍ବେଇକି ଯୋଉ ଡାକୁ ଦେବ ଯୁକ୍ତ ଆଗଚ୍ଛ ଦେବ ଗଚ୍ଛ। କୃଷ୍ଣ ଯୁକ୍ତ ଆୟା ଆୟାହି କୃଷ୍ଣ ଯୁକ୍ତ ଆୟାହି। ସେମିତି କଣ ହବ ନା କୃଷ୍ଣ ଆୟାହି। ଏଠି ଦେଖ ବୋଲେ ତିନି ଲେଖା ହେଇଛି। ଏଇଟା ତ୍ରିମାତ୍ରକ କୁହାଯାଏ। ମାନେ ଆମେ ଲମ୍ବେଇକି ଯୋଉ ଡାକୁ। ଉଭୟତ୍ର ଦୀର୍ଘ ସନ୍ଧି ପାଉଥିଲେ ମଧ୍ୟ ସନ୍ଧି କରାଗଲା ନାହିଁ। ସେଇଭଳି ହରେ ଆଗଚ୍ଛ ହରେ ଆଗଚ୍ଛ ଏମିତି ହୋଇଥାଏ। ସମ୍ବୋଧନରେ ଉକାରାନ୍ତ ଶବ୍ଦର ବିକଳ୍ପରେ ପ୍ରକୃତି ଭାବ ହୋଇଥାଏ। ଯଥା ବିଷ୍ଣୁ ବିଷ୍ଣୁ ଯୁକ୍ତ ଇତି ବିଷ୍ଣୁ ଇତି ବିଷ୍ଣବିତି। ଏଠି କୋଉଟା ଅୟାଦି ସନ୍ଧି ବି ହେଇଯାଉଛି ଆଉ ବିକଳ୍ପରେ ପ୍ରକୃତି ଭାବ ସନ୍ଧି ବି ହେଇଯାଉଛି ବିଷ୍ଣ ଇତି। ସମସ୍ତଙ୍କୁ ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପ୍ରକୃତରେ ଭଲ ଲାଗିଥାଏ ତାହେଲେ ନିଶ୍ଚିତ ରୂପରେ ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ।